70 ଲକ୍ଷ ପେନ୍ସନରଙ୍କ ପ୍ରଶ୍ନ 7500 ପ୍ଲସ୍ ଡିଏ କେବେ ମିଳିବ? ନମସ୍କାର, ଗୁଡ୍ ମର୍ଣ୍ଣିଂ। ଜନ୍ ଓଡ଼ିଆ ଟିଭି ୟୁଟ୍ୟୁବ୍ ଚ୍ୟାନେଲରେ ଆପଣମାନଙ୍କୁ ପୁଣି ଥରେ ସ୍ୱାଗତ। ଆଜିର ଭିଡ଼ିଓରେ ଆମେ ଡିସ୍କସ୍ କରିବା ଦ ମୋଷ୍ଟ ଇମ୍ପୋର୍ଟାଣ୍ଟ ଟପିକ୍ ଆବାଉଟ୍ ଦ EPS 95 ପେନ୍ସନ୍ସ। 78 ଲକ୍ଷ EPS 95 ପେନ୍ସନରଙ୍କ ଆବାଜ ପ୍ରଶ୍ନ ସବୁଠାରୁ ବଡ଼ 7500 ପ୍ଲସ୍ ଡିଏ କେବେ ମିଳିବ? ସାଙ୍ଗମାନେ, ସମଗ୍ର ଦେଶରେ EPS 95 ପେନ୍ସନର୍ସ ଦୀର୍ଘ ସମୟ ଧରି ତାଙ୍କର ଅଧିକାର ପାଇଁ ଲଢୁଛନ୍ତି। ସେମାନଙ୍କର ମୁଖ୍ୟ ଦାବି ହେଉଛି ନୂତନ ପେନ୍ସନ୍ 7500 ସହିତ ଡିଆର୍ନେସ୍ ଆଲାଉନ୍ସକୁ ଯୋଡ଼ିବା ପାଇଁ। କିନ୍ତୁ ଏପର୍ଯ୍ୟନ୍ତ କୌଣସି ସ୍ପଷ୍ଟ ଘୋଷଣା ହୋଇନି। ସରକାରଙ୍କ ପକ୍ଷରୁ ନିଶ୍ଚିତ ସମୟ ମଧ୍ୟ ଦିଆଯାଉନି। ଏହା ନିମନ୍ତେ ପେନ୍ସନର୍ସମାନେ ଆନ୍ଦୋଳନକୁ ଆହୁରି ତେଜ କରିଦେଇଛନ୍ତି। ବିଭିନ୍ନ ସ୍ଥାନରେ ରାଲି, ପ୍ରଦର୍ଶନ ଏବଂ ଧାରଣା ଚାଲିଛି। ସେମାନଙ୍କର କଥା ସ୍ପଷ୍ଟ, ଆମକୁ ଆମ ଅଧିକାର ଦିଅ, ଆଉ ବିଳମ୍ବ ନୁହେଁ। ତ ବନ୍ଧୁମାନେ, ଆଜିର ସମୟରେ ବୃଦ୍ଧ ଲୋକମାନଙ୍କ ପାଇଁ ଖର୍ଚ୍ଚ ବହୁତ ବଢ଼ିଗଲା। ଖାଦ୍ୟ, ଔଷଧ, ଘର ଖର୍ଚ୍ଚ ସବୁକିଛି ମହଙ୍ଗା। ଏମିତି ସ୍ଥିତିରେ 1000 କିମ୍ବା 2000 ପେନ୍ସନରେ ଜୀବନ ଚଳାଇବାକୁ ଖୁବ୍ କଷ୍ଟକର ହୋଇପଡ଼ୁଛି। ସେଥିପାଇଁ ସେମାନେ କହୁଛନ୍ତି 7500 ପ୍ଲସ୍ ଡିଏ ଆମର ଅଧିକାର। ଖବର ଅନୁସାରେ ସରକାର ଉପରେ ଚାପ ବଢ଼ୁଛି। ପେନ୍ସନର୍ସ ସଂଗଠନମାନେ ଲଗାତାର ଦାବି କରୁଛନ୍ତି। କିଛି ଲୋକ କହୁଛନ୍ତି ଶୀଘ୍ର ବଡ଼ ଘୋଷଣା ହେବାର ସମ୍ଭାବନା ଅଛି, କିନ୍ତୁ ଏପର୍ଯ୍ୟନ୍ତ କୌଣସି ଫାଇନାଲ ନିଷ୍ପତ୍ତି ଆସିନାହିଁ। 78 ଲକ୍ଷ ପେନ୍ସନର୍ସଙ୍କ ଆଶା ଏବେ ସରକାର ଉପରେ ନିର୍ଭର କରୁଛି। ସେମାନଙ୍କର ଏକମାତ୍ର ପ୍ରଶ୍ନ, କେବେ ମିଳିବ 7500 ପ୍ଲସ୍ ଡିଏ? ଆଉ କେତେ ଦିନ ଅପେକ୍ଷା? ସରକାର କେବେ ଦେବ ଉତ୍ତର? ଯଦି ଆପଣ ମଧ୍ୟ ଏହି ଦାବିକୁ ସମର୍ଥନ କରୁଛନ୍ତି, ତେବେ ଏହି ଭିଡ଼ିଓଟିକୁ ଲାଇକ୍ କରନ୍ତୁ, ସେୟାର କରନ୍ତୁ ଏବଂ କମେଣ୍ଟରେ ଆପଣଙ୍କର ମତାମତ ଦିଅନ୍ତୁ। ଆଉ ଏଭଳି ଅପଡେଟ୍ ପାଇଁ ଚ୍ୟାନେଲକୁ ସବସ୍କ୍ରାଇବ୍ କରନ୍ତୁ। ଧନ୍ୟବାଦ। ଜୟ ଜଗନ୍ନାଥ।